ମୁଁ ଆଜି ମୋର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଥିଲା ଖେଳ କାର୍ଯ୍ୟକ୍ରମ ଥିଲା। ମୁଁ 8ଟା ବେଳେ ଫେରୁଥିଲି, ମୁଁ ଖବର ପାଇଲି ଏବଂ ଟିଭିରେ ଦେଖିଲି ଏବଂ ପ୍ରଥମେ ପଚାରିଲି ଆମ ଲୋକମାନଙ୍କୁ ଯେ କ'ଣ ହେଇଛି ନା ମୁଁ ଖବର ପାଇଲି ଯେ ବିରଜା ପ୍ରକଳ୍ପର ପ୍ରଶାସନର କ'ଣ ନିଷ୍ପତ୍ତି ଉପରେ ସେମାନେ ଗୋଟେ ରାସ୍ତାରୋକ କରିଥିଲେ ଏବଂ ସେଥିରୁ ମୁଁ ଯାହା ଖବର ପାଇଲି ଯେ ମାନ୍ୟବର ବିଧାୟକ ଧର୍ମଶାଳା ସେପଟେ ଯାଉଥିଲେ ଏବଂ ତାଙ୍କ ଭିତରେ କ'ଣ ବଚସା ହେଲା କି କ'ଣ ହେଲା ମୁଁ ଜାଣିନି ପରଫେକ୍ଟଲି, ବଟ୍ ତାଙ୍କ ଉପରେ ଆକ୍ରମଣ ହେଇଛି। ପ୍ରଥମ କଥା, ବିଜୁ ଜନତା ଦଳ ହିଂସାରେ ଆଦୌ ବିଶ୍ୱାସ କରେ ନାହିଁ ଏବଂ ଏଇଟା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ମୁଁ ଆକୁ ନିନ୍ଦା କରୁଛି ଏବଂ ଯେଉଁମାନେ ଦୋଷୀ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ କରାଯିବ, ଯେଉଁମାନେ ଦୋଷୀ ତାଙ୍କୁ ଆରେଷ୍ଟ କରିବା ପାଇଁ। ଏଇଟା ଗୋଟେ ଭାବବେଗର ତାଙ୍କର ଚାଲିଥିଲା ଆନ୍ଦୋଳନ। ସେ ଆନ୍ଦୋଳନ ଭିତରେ କ'ଣ ଘଟିଛି ଏକ୍ଜାକ୍ଟଲି ମୁଁ ଜାଣିନାହିଁ, କିନ୍ତୁ କୌଣସି ହିଂସାତ୍ମକ କଥାକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ମୁଁ ବି କିଛି ଖବର ପାଇଲି ସେଠି ଦୋକାନ ବଜାରକୁ ବି ତାଙ୍କର କିଛି ସମର୍ଥକମାନେ ଆସି ଭଙ୍ଗାଭଙ୍ଗି କରିଛନ୍ତି। ନା ଏପଟର ହିଂସାକୁ ପ୍ରଶ୍ରୟ ଦିଆଯିବ ନା ସେପଟ ହିଂସାକୁ ପ୍ରଶ୍ରୟ ଦିଆଯିବ। ପ୍ରଶାସନ ଯାହା ସହଯୋଗ ଚାହିଁବେ ଆମେ କରିବୁ ଏବଂ ମୁଁ ଯାହା ଖବର ପାଇଛି ଏଇଟା ବିରଜା ପ୍ରକଳ୍ପ ଉପରେ ସେମାନେ ରାସ୍ତା ରୋକ କରିଥିଲେ, ତା ଭିତରେ ଏଇଭଳିଆ ଅଘଟଣ ଘଟିଛି। କିନ୍ତୁ ଏ ଘଟଣାକୁ ସମ୍ପୂର୍ଣ୍ଣ ଭାବରେ ମୁଁ ଯେତେବେଳେ ଶୁଣିଲି ମୁଁ ତାର ଖବର ନେଲି ଏବଂ ମୁଁ ନିଜେ ଏସ୍ପିକୁ ଫୋନ୍ କରିଥିଲି, ଡିଏସ୍ପିକୁ ଫୋନ୍ କରିଥିଲି ଯେ ଯେଉଁମାନେ ଦୋଷୀ ସମସ୍ତଙ୍କୁ ଆରେଷ୍ଟ କରାଯାଉ। ଏବଂ ମୋଷ୍ଟ ଇମ୍ପୋର୍ଟାଣ୍ଟଲି ସବୁଠୁ ବଡ଼ ମୁଁ କଥା କହିବି, ଗଣତନ୍ତ୍ରରେ ବିଜୁ ଜନତା ଦଳ କେବେ ବିଶ୍ୱାସ କରେ ନାହିଁ, ଆଉ ବିଶେଷ କରି ମୋ ପରିବାର କେବେ ବି ଏଟାକୁ ବିଶ୍ୱାସ କରେ ନାହିଁ। ମୁଁ ଟିଭି ମିଡ଼ିଆରୁ ଶୁଣିଲି ଯେ ବିଧାୟକ କ'ଣ କହୁଥିଲେ ମୋ ବିଷୟରେ, ମୋ ଭାଇ ବିଷୟରେ। ମୁଁ ମୋ ଭାଇକୁ କହିଛି ଯେ ଥାନାରେ ବସିବା ପାଇଁ। ଯଦି ମୁଁ ଜାଣିବାରେ ମୋ ଭାଇ ସେଠି ନଥିଲା ଏବଂ ସେପଟେ ଯାଉଥିଲା, ଖବର ପାଇକି ରାସ୍ତା ରୋକ ହେଇଛି। ମୁଁ କହିଛି ଥାନାରେ ବସିବା ପାଇଁ, ଯଦି ସିଏ ପ୍ରଥମ କଲ୍ପ୍ରିଟ୍ ଥିବ ସିଏ ଆଗେ ଆରେଷ୍ଟ ହେବ। ମୁଁ ତାକୁ ପଠାଇ ସାରିଛି ଥାନାରେ ବସିବା ପାଇଁ। ଆମେ ନ୍ୟାୟ ଏବଂ ଲୋକଙ୍କର ହକ୍ ପାଇଁ ଲଢ଼ୁ। ବିରଜା ପ୍ରକଳ୍ପ ପାଇଁ ଲୋକ ବାହାରିଥିଲେ। ମୁଁ ସେ ଯାହା ଖବର ପାଇଛି ମୁଁ ତାର ପୁଙ୍ଖାନୁପୁଙ୍ଖ ଜାଣିନି, କାଲି ସକାଳେ ଜାଣିବି। ଏବଂ ମୁଁ ମହପ୍ରସାଦ ଦାସଙ୍କୁ ଯିଏ ମୋର ଭାଇ ବୋଲି କହୁଛନ୍ତି, ମୁଁ ଯାହା ମିଡ଼ିଆ ଦେଖିଲି ମୁଁ ଜାଣିନି, ମୁଁ ବି ଶୁଣିଲି ଆପଣମାନେ ଯାହା ମୋତେ କହୁଛନ୍ତି ଶୁଣିଲି, ଫ୍ୟାକ୍ଟ ବି ଜାଣିନି। ମୁଁ କିନ୍ତୁ ଡିରେକ୍ସନ୍ ଦେଇଛି ଯେ ତୁମେ ଯାଅ ଥାନାରେ ବସ ଏବଂ ଥାନାର ଯାହା ଥାନା କହିବେ, ମାନେ ଏସ୍ପି କହିବେ, ସେ ଅନୁସାରେ ତୁମେ କାମ କରିବ। ଏବଂ ଆଇନ ଶୃଙ୍ଖଳାକୁ ସବୁବେଳେ ଆମେ ସମ୍ମାନ ଦେଇ ଆସିଛୁ ଏବଂ ଆଇନ ଶୃଙ୍ଖଳା କେବେ ବି କୌଣସି ଜାଗାରେ ଆମେ ସାଲିସ କରିବୁ ନାହିଁ। ଏବଂ ଆମର ସିମ୍ପଲ୍ ଗୋଟେ ଆମର ବିଜୁ ଜନତା ଦଳର ମାନ୍ୟବର ଆମର ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶ, ଗଣତନ୍ତ୍ରରେ ଆନ୍ଦୋଳନ ପ୍ରଶ୍ରୟ ନାହିଁ। ମୁଁ ୟାକୁ ନିନ୍ଦା କରୁଛି ଏବଂ ଯାହା ବି ଘଟଣା ଘଟିଛି, ଯେଉଁମାନେ ବି ଯଦି ତାହା ମୋର ଲୋକମାନେ ହେଇଥିବ ବୋଲି ଜାଣିନି, କିନ୍ତୁ ଯଦି ସେଟା ଆଲିଗେସନ୍ ଥାଏ ତାଙ୍କ ତରଫରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ଯଦି ହେଇଥିବ। କିନ୍ତୁ ମୁଁ ଜାଣିବାରେ ସେଟା କେବଳ ବିରଜା ପ୍ରକଳ୍ପ ପାଇଁ ଭାବବେଗର କ'ଣ ସେମାନେ କରୁଥିଲେ।